ବର୍ତ୍ତମାନ ଯୋଉ ଆଇନ ଆଣୁଛନ୍ତି ଏହା ଗଣତନ୍ତ୍ର ବିରୋଧୀ। ବିରୋଧୀଙ୍କୁ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନେବା ପାଇଁ ବା ତାକୁ ପଦରୁ ବିଚ୍ୟୁତ କରିବା ପାଇଁ ଇଏ ଗୋଟେ ଚକ୍ରାନ୍ତ। କାରଣ ସେ ଜଣେ ଦୋଷୀ କି ନାହିଁ ସାବ୍ୟସ୍ତ ହେବା ପୂର୍ବରୁ ତାକୁ ପଦ ଛାଡ଼ିବା ପାଇଁ ପଡ଼ିବ, ଇଏ ଗୋଟେ ଅଗଣତାନ୍ତ୍ରିକ ନିୟମ। ବିଚାର ପରେ ସେ ତା ପ୍ରତି ସେମିତି ଦଣ୍ଡ ବିଧାନ କରିପାରନ୍ତି, କିନ୍ତୁ ବିଚାର ନ ହେବା ପୂର୍ବରୁ ତାଙ୍କୁ ପଦବୀ ଛାଡ଼ିବାକୁ ପଡ଼ିବ 30 ଦିନ ଭିତରେ ସେ ସରକାରରେ ରହି କେମିତି ବେଲ୍ ନ ମିଳିବ ତାର ସୁବନ୍ଦୋବସ୍ତ ସେମାନେ କରିପାରନ୍ତି ସରକାରୀ ଦଳ। ତେଣୁ ଏପରି ଏକ ଗଣତାନ୍ତ୍ରିକ ଆଇନ ଆଣିବା ଏ ବୃହତ୍ତର ଗଣତନ୍ତ୍ର ରାଷ୍ଟ୍ରରେ ଗୋଟେ ଅଶୋଭନୀୟ କାର୍ଯ୍ୟ। ଜାଣିଶୁଣି ବିରୋଧଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୋଟେ ସୁଚିନ୍ତିତ ପରିକଳ୍ପନା ଦ୍ୱାରା ଗଣତନ୍ତ୍ର ସମ୍ପୂର୍ଣ୍ଣ ରୂପେ ବିପନ୍ନ ହେବ। ଏହା ସତ୍ୟ ଯେ ବିଭିନ୍ନ ରାଜନୈତିକ ଦଳ ଯୋଉମାନେ ଯେତେବେଳେ ଶାସନରେ ଥାଆନ୍ତି ବା ନଥାନ୍ତୁ, ଗୋଟେ ସାଧାରଣ ଲୋକଙ୍କ ଭିତରେ ଧାରଣା ହେଲାଣି ରାଜନୈତିକ ଲୋକମାନେ ଦୁର୍ନୀତିଗ୍ରସ୍ତ। ଏହା ସତ୍ୟ ହେଇପାରେ, କିନ୍ତୁ ତାକୁ ତ ପ୍ରମାଣ କରିବାର ଅଛି। ଗତ କିଛି ବର୍ଷ ଭିତରେ ଯେତେ ଗୁଡ଼ିଏ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଇତ୍ୟାଦି ଙ୍କ ଉପରେ ଯୋଉ ପଦକ୍ଷେପ ନେଇକି ତାଙ୍କୁ ଜେଲ୍ ଦେଇଛନ୍ତି, ସେ ପ୍ରମାଣ ହେଇନି, କିନ୍ତୁ ଜେଲ୍ ଦିଆଯାଇଛି। ବିଜେପି ସରକାର ବି ମଧ୍ୟ ବହୁ ଜାଗାରେ ଅଛି, ସେଠି କଣ କେହି ବି ଦୁର୍ନୀତି କରୁନାହାନ୍ତି, କିଛି ଅନ୍ୟାୟ କରୁନାହାନ୍ତି? କେତେ ଜଣ ବିଜେପି ବିରୁଦ୍ଧରେ ପଦକ୍ଷେପ ନେଇଛନ୍ତି? ଯଦି ସମିତିଙ୍କ ବିରୁଦ୍ଧରେ ନେଉଥାନ୍ତେ ଜାଣିଥାନ୍ତେ ଯେ ସରକାର ଗୋଟିଏ ସ୍ୱଚ୍ଛ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି, କିନ୍ତୁ ଇଏ ଗୋଟେ ଆକ୍ରୋଶ ରଖି ବିରୋଧୀଙ୍କ ଉପରେ ଆକ୍ରୋଶ ରଖି ଏପରି ଗୋଟେ ଆଇନ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଏହା ଆମ ଦେଶ ପାଇଁ, ଗଣତନ୍ତ୍ର ପାଇଁ ବଡ଼ ବିପଜ୍ଜନକ। ଯୋଉ ରାହୁଲ ଗାନ୍ଧୀ କହିଛନ୍ତି ମଧ୍ୟଯୁଗକୁ ଆମେ ଫେରି ଯାଉଛୁ, ଅଟୋକ୍ରାସି କୁ ଆହୁରି ଅଟୋକ୍ରାସି ଦ୍ୱାରା ଶାସନ କରିବା ପାଇଁ ସେମାନେ ଗୋଟେ ଉଦ୍ୟମ କରୁଛନ୍ତି। ଏହା ଅତି ଦୁଃଖର କଥା, ଅଶୋଭନୀୟ କଥା, ଅଗଣତାନ୍ତ୍ରିକ କଥା।